ନବରଙ୍ଗପୁର ଉମରକୋଟ ରେ ସିଏ କୋଉଠି କୋଉ ଝିଅକୁ ଭଲ ପାଉଛି ହେଲା ସେଇଥିପାଇଁ କି ମୋ ଭଉଣୀ ମତେ ମାରି ଦେଇଛି। ଅର୍ଚ୍ଚନା ମତେ ମାରୁଛି ଭାଇ। ତାକୁ ଆଜ୍ଞା ସିଏ ରାତିରେ କାଲି ମାରି ଦେଇଛି ମାରି ଦେଇକିନା ତାକୁ ଏଠିକି ନେଇକି ଆଇଛି ଆଜ୍ଞା। କାନ ମୁଣ୍ଡକୁ ବାଡେଇକିନି ତାକୁ କଣ ଘଟଣା ଟିକେ କହିଲେ ଆପଣଙ୍କ ଭଉଣୀ ଆପଣଙ୍କୁ କଣ ସବୁ କହୁଥିଲେ? ମତେ ଆଗରୁ ଫୋନ କରେ ଅର୍ଚ୍ଚନା लो ଭାଇ ମତେ ନ ବାଡଉଛି। ମୁଁ କହି ତୁ କହୁନୁ ଘରେ ଭାଇ କରିବାକୁ କହ ନା ଭାଇ କରିବାକୁ କହିଲେ ଲୋକ ଲଜ୍ଜା ହବ ଭାଇ ନା ପଡିବ କହନା ସବୁ ଠିକ ହେଇଗଲାଣି କହେ। ମତେ କାଲି ଆଉ ଫୋନ କରିନାହିଁ ଆଜି ସକାଳୁ ଶୁଣିଲା ବେଳକୁ ଏମିତି ସବୁ ହେଇଛି। ଯେ ଆପଣ ଆପଣଙ୍କ ଭିଣେଇ ବିଷୟରେ ସବୁ କଣ ଜାଣିଛନ୍ତି? ମୁଁ ଜାଣିଥିଲି ମୋ ଭାଇ ଭଲ ବୋଲି ଏମିତି ହବ ବୋଲି ମୁଁ କେବେ ଜାଣିନଥିଲି। ଏବେ ମତେ ନାନା 8-15 ଦିନ ହବ ଏମିତି ସବୁ ଭାଇ ବିଷୟରେ କହିଲା। ଅର୍ଚ୍ଚନା ଭାଇ ନ ଗୋଟେ ଝିଅ ସହିତ ଏମିତି ଥିଲା ସେମିତି ଥିଲା। ମୁଁ କହିଲି କହିଦେ ଭାଇ ହେରିକାକୁ କଣ ସମାଧାନ କରିବେ ନା କନା କିଛି ସବୁ ଠିକ ହେଇଗଲାଣି। ତାଙ୍କ ଘର ଲୋକ ଆସିଲେ ମତେ ଭୁଲ ମାଗିଲେ ତାଙ୍କ ଗୋଡ଼ ଧୋଇଲେ ମତେ କ୍ଷମା ମାଗିଲେ ସବୁ ଠିକ ହେଇଗଲାଣି କହିଲେ ଆଉ କରିବିନି। ମଝିରେ ମଝିରେ ସବୁବେଳେ ଝଗଡ଼ା କୋଡ଼େ କରେ। ମୋ ନାନା କହିବ ନାନା ଅର୍ଚ୍ଚନା ମତେ ମାରୁଛି ଭାଇ କାହିଁକି ମାରୁଛି ମୁଁ ତାକୁ କହେ ତା ଭିଣେଇ ଭାଇ ହେରିକା ଆଇଛନ୍ତି ଭୁବନେଶ୍ୱର ସେ ଝିଅର ଭିଣେଇ ହେରିକା କହିଲା କି ଘର ଭଡ଼ା ଖୋଜିବାକୁ। ମୁଁ କହିଲି ସିଏ କାହିଁ ଖୋଜୁଛି ତା ଘର ଭଡ଼ା ନା କେଜାଣି ତାକୁ ମୁଁ ମନା କରୁଛି ସେ କହୁଛି ମତେ କି ଆହୁରି ବାଡ଼ଉଛି ମତେ ଏମିତି କହୁଛି। ଆଉ ମୁଁ କିଛି ଜାଣିନି କାଲିଠୁ ମୁଁ ଫୋନ କରିନି। କାଲିଠୁ ମୁଁ କଥା ହେଇନି ମୋ ପରଦିନ ଖାଲି ଭଲରେ କହିଲା କଣ କରୁଛୁ ଖାଇଲୁଣି ପିଇଲୁଣି ଶୋଇଲୁଣି ଏମିତି ପଚାରିଲା ଆଉ କିଛି କହିନି। ଏସବୁ ମୁଁ କହିଲି ତୋର ସବୁ ଭଲ ନା ମୁଁ ଆଉ କାଲିଠୁ କଥା ହେଇନି। ଘଟଣା କଣ ଆପଣଙ୍କର କଣ ଲାଗୁଛି ଆପଣଙ୍କ ଭଉଣୀକୁ କଣ ହେଇଥାଇପାରେ? ଆପଣଙ୍କୁ କିଏ ଫୋନ କଲା ଆଉ ଆପଣଙ୍କ ଭିଣେଇ ଏବେ କୋଉଠି ଅଛନ୍ତି? ଭିଣେଇ ତ ଆଜ୍ଞା କୋଉ ଟୋଟାଲ ଦେଖା ନାହିଁ। ସିଏ ବର୍ତ୍ତମାନ ମୋ ଘରୁ ଫୋନ ଆଇଲା ବାପା ଫୋନ କଲେ ଯେ ଏମିତି ରୁବିନା ଦେହ ଖରାପ ଅଛି ତୁ ଯା ଟିକେ ଛନ୍ନ ମେଡ଼ିକାଲ ମୁଁ ଯେଉଁ ଗୁପୁକୁ ଫୋନ କଲି ଯେ ଆମ ଜୋଇଁ ତାକୁ ଫୋନ କଲା ପରେ ସିଏ କହୁଛି ଭାଇ ତମେ ଟିକେ ଜଲ୍ଦି ଆସ ମୁଁ ସେଇଠୁ ଉଠି ପଡ଼ି ଜଲ୍ଦି ଯେମିତି ଆସି ପହଞ୍ଚିଲି ଦେଖିଲା ସିଏ ଏଠି ସିଏ ଜୋଇଁ ନାହିଁ। ହଁ ଜୋଇଁ ନାହିଁ। ମୁଁ କହିଲି କ'ଣ ହେଇଛି ଯେ ତମେ କେଉଁଠି ନା ମୁଁ ଯାଉଛି ଥାନାକୁ ଥାନାକୁ ଆଇ ଯାଉଛୁ ନା ମୁଁ ଯାଉଛି କାମ ଅଛି ମୁଁ ଯାଉଛି। ହଁ ଏଠି ମୁଁ କହିଲି ରୁବିନା କେଉଁଠି ନା ରୁବିନା ଅଛି ଫ୍ରିଜର ଭିତରେ ବଇଛି। କହିଲି ତା ଭିତରେ ତୁ ମାରି ଦେଇକି ପୁରୀ ଦେଇ ଯାଇଛୁ ନା କ'ଣ ନା ଭାଇ ମୁଁ ଗଲେ କହିବି ହେଲା। ମୁଁ ଆସି 1.5 ଘଣ୍ଟା ହେଲାଣି ଆସିକି ଅପେକ୍ଷା କରୁଛି ତାର ଫୋନ କରୁଛି ଟୋଟାଲି ତାର ମାନେ ଲାଗୁନାହିଁ ଫୋନ କଲା କହୁଛି ଯାଉଛି। ତାକୁ ଆଜ୍ଞା ସିଏ ରାତିରେ କାଲି ମାରି ଦେଇଛି ମାରି ଦେଇକିନା ତାକୁ ଏଠିକି ନେଇକି ଆଇଛି ଆଜ୍ଞା। ଆଗରୁ ଆଜ୍ଞା ସିଏ ବହୁତ ଲୋକ ମାରିଛି। ମୋ ଭଉଣୀ ଏବେ ସାନ ଭଉଣୀ କହୁଛି ବୁଝିକି ଆମକୁ ଏପର୍ଯ୍ୟନ୍ତ ଜଣେଇ ନାହିଁ ଯେ ତାକୁ ବାଡ଼ିଆଡ଼ି କରେ କ'ଣ କରେ କିଛି କହେ ନାହିଁ। ଲୋକ ଲଜ୍ଜା ପାଇଁ କିନା ସେ ଟୋଟାଲି କାହାକୁ ଜଣାଏ ନାହିଁ। ତାକୁ ସେ ବାଡ଼େଇକି ମାରି ଦେଇଛି ଆଜ୍ଞା। ସେଇଟା ଆଜ୍ଞା ମୁଁ ଜାଣିନଥିଲି ଏବେ ବି ଜାଣୁଛି ଆଜ୍ଞା। ସେଇ ଜିନିଷଟା ସିଏ କୁଆଡ଼େ ନବରଙ୍ଗପୁର ଉମରକୋଟ ରେ ସିଏ କୋଉଠି କୋଉ ଝିଅକୁ ଭଲ ପାଉଛି ହେଲା। ସେଇଥିପାଇଁ କି ମୋ ଭଉଣୀ ମତେ ମାରି ଦେଇଛି।